ମାଡି ଆସ ସ୍ପେଶାଲ କଦଳୀ ଶସ୍ତା ହେଲା। ମାଡି ଆସ। ହେଁ ଖାଅ କଦଳୀ ଯାଅ ବଦଳି ରେ କଣ ଲେଖିଛ? ଆରେ ଭାଇ ପଢିଲ ପରା। କଦଳୀ ଖାଇଲେ ବଦଳି ଯିବ? ହଁ କଣ ବଦଳି ଯିବ? ଯାହା ହେଲେ ଗୋଟେ ବଦଳିବ। ସେଇଟା ତମ ଭାଗ୍ୟ ହେଇପାରେ, ସ୍ୱାସ୍ଥ୍ୟ ହେଇପାରେ, ଘର ହେଇପାରେ କି ଗାଡି ବି ହେଇପାରେ। ଯାହା ହେଲେ ଗୋଟେ କିନ୍ତୁ ବଦଳିବ। ଯଦି ନ ବଦଳିବ? ଭାଇ ତମକୁ କହୁଛି ପରା, ଗ୍ୟାରେଣ୍ଟି ବଦଳିବ। ଯଦି ନ ବଦଳିଲା ଯାହା ପଇସା ତମେ ଦେଇଥବ ତାର 2 ଗୁଣା ପଇସା ତମକୁ ଫେରେଇ ଦେବି। ଆଚ୍ଛା ହଉ। ଆଉ ରେଟ୍ କଣ ରଖିଛ? ଭାଇ ଡର୍ଜନ 100 ଟଙ୍କା ରଖିଛି। କଣ ଡର୍ଜନ 100 ଟଙ୍କା? ହଁ। କଣ ଇଏ କଦଳୀ ନା ଆଉ କଣ ବା? ଆରେ ଭାଇ ଏ ସ୍ପେଶାଲ କଦଳୀଟା ପରା। ଖାଇଲା ମାନେ ନିଶ୍ଚିନ୍ତ ତମର କିଛି ବଦଳିବ, କିଛି ନା କିଛି ତ ବଦଳିବ। ତେଣୁକରି ପ୍ରାଇସ୍ ଟିକେ ଅଧିକ ରହିବ ଆଉ। ଆଚ୍ଛା ହଉ, ହାଫ୍ ଡର୍ଜନ ଟେ ଦିଅ ଆଉ। ଆଚ୍ଛା ହଉ 50 ଟଙ୍କା ଟେ ଦିଅ। ହଉ ଦିଅ। ନିଅ। ହଉ ଭାଇ 50 ଦେଲି। ହଁ ଯଦି ନ ବଦଳିବ 100 ଟଙ୍କା ତମଠୁ ନେବି। ନବ ଆଉ କଣ, ଯାଅ ଦେଖ, ମୁଁ ପୁରା ଗ୍ୟାରେଣ୍ଟି ଦେଲି ତମକୁ। ମାଡି ଆସ। କହିଲା କଦଳୀ ଖାଇଲେ ବଦଳି ଯିବ। ବଦଳିବି କଣ? ଗୋଟେ କଦଳୀ ଖାଇଛି, ଥଣ୍ଡା ଜ୍ୱର ମଣିଷ ଉଠି ପାରୁନି। ଆରେ ରଖ ତ କଦଳୀ। ଆରେ ଭାଇ କଣ ହେଲା? ଆରେ କଣ ହବ? କଣ କହିଥିଲୁ କାଲି କଦଳୀ ଖାଇଲେ ବଦଳି ଯିବ? କଣ ବଦଳିଲା? କିଛି ବଦଳି ନାହିଁ। ଆରେ ବଦଳିବ କଣ? ଗୋଟେ କଦଳୀ କାଲି ଖାଇଛି, ଥଣ୍ଡା ଜ୍ୱରରେ ଉଠି ପାରୁନି। ଆରେ ଭାଇ ମୁଁ ତମକୁ କାଲି କଣ କହିଥିଲି ତମର ମନେ ନାହିଁ ବୋଧେ? ତମର ଯାହା ହେଲେ ଗୋଟେ ବଦଳିବ। ସିଏ ଭାଗ୍ୟ ହେଇପାରେ, ସ୍ୱାସ୍ଥ୍ୟ ବି ହେଇପାରେ। ତମର ସ୍ୱାସ୍ଥ୍ୟ କାଲି ଠିକ ଥିଲା, ଆଜି ତମକୁ ଥଣ୍ଡା ହେଇଛି, ସ୍ୱାସ୍ଥ୍ୟ ବଦଳିଲା ନା ନାହିଁ?